ଭାଇ ଭାଇ ହଁ। ଶୁଣୁନ କଣ ହେଲା? ଅର୍ଜେଣ୍ଟ କଣ ହେଲା? 100 ଟଙ୍କା ମତେ ଦେବି ପାଗଳ ହେଇଯାଇଛ ନା କଣ? ବାପା ଅଛନ୍ତି ଏଇଠି, ମଦ ପିଇବ ତମେ? ଦେବନି ଏଇଠି ଏତେ ଲୋକ ବୁଲୁଛନ୍ତି କାହା ପାଖରୁ ମାଗି ପିସି ତୁ ପାଗଳ କୋଠିକା। ଆଜ୍ଞା ନମସ୍କାର ନମସ୍କାର ଆଉ ଟିକେ 100 ଟଙ୍କା ଦେଲେ ମଦ ପିଇଥାନ୍ତି ମୁଁ। ତମେ ତ ଅଲରେଡି ମଦ ପିଇ ସାରିଛ, ଆଉ ପିଇବ କଣ? ଚାପ କନଜଷ୍ଟ ପଡି 100 ଟଙ୍କା ରଖିన ପାଖରେ ଯାଅ। ପଳେଇଛି ଯାଅ ଏଠୁ। ଆଜ୍ଞା ଟିକେ କୁଚି ଆରେ ଆରେ ଆଜ୍ଞା ନମସ୍କାର ହଁ, ଭଲ ଅଛନ୍ତି ହଁ। ଆରେ 100 ଟଙ୍କା ଦେଲେ ମଦ ପିଇ ଏଇଟା କଣ ମଦ ପିଇବା ଜାଗା? ନା ମତେ ପଇସା ଦଉନାହାନ୍ତି ମୁଁ ମୋ ପଦାରେ ଯାଇ ପିଇ ଏଇଟା ପାଗଳଟା ନା କଣ? ଯା ଶୀଘ୍ର ଯା, ପଳା ଏଠୁ। ଯା ପ୍ରା କହୁଛି। ଚିକି ଚିକିଆ ଶାଢୀ ପିନ୍ଧିକି ଆଇଛ 8 ଘଣ୍ଟା ରଖିନ ଛେ ଚୁପ୍। ଛି ଆଜ୍ଞା ନମସ୍କାର ସେଇଟା ଟିକେ ବାଜିଗଲା ମୁଁ ଟିକେ ଜାଣିପାରେ ଏଇଟା ତ ମୁରଇ ଭଳିଆ ଲାଗୁଛି ମାଗିଦବା ଦେଖନ୍ତୁ ଏ ଯୁବପିଢି। ଆଜ୍ଞା ନମସ୍କାର ଆଉ 100 ଟଙ୍କା ଦେବ ମତେ ବି ଆରେ ତୁ କିଏ? ମୁଁ ତତେ କାଇଁ 100 ଟଙ୍କା ଦେବି? ତୁ ଏ ବାହାଘର ଭିତରକୁ ଆସିଲୁ କେମିତି? 100 ଟଙ୍କା ପାଇଁ ଏତିକି କ୍ୱେଶ୍ଚନ ହଁ? ଆପଣଙ୍କ ଜଜ୍ ଆପଣ ପାଗଳ ଟାକିରେ ତୁ, ତତେ ୟା ଭିତରକୁ ଡାକିଲା କିଏ ମୁଁ ଶୁଣେ? ସେଇଟା କହିଦେଲେ ମତେ କଣ ଆପଣ 100 ଟଙ୍କା ଦେବେ ଆଜି ଧଳା ଚୋପି ସେ ଟୋକା ସଞ୍ଜୁ ଇଆଡେ ଆଇଲୁ। ଏ ସଞ୍ଜୁ ଏଠୁ ଆଜ୍ଞା ବାପା ଡାକିଲେ। ଆରେ ଇଏ କଣ କହୁଛି? ସେ ତ ଚିହ୍ନା, ଇଏ ମତେ 100 ଟଙ୍କା ମାଗୁଛି। କିଏ ଇଏ? କହିଦେ ଚିଞ୍ଚି ନେଇ କో ଜାନି ବାପା, କିଏ ଆମ ଡିଷ୍ଟାଣ୍ଟ ରିଲେଟିଭ। କି ଚମତ୍କାର ତମର ଆଚ୍ଛା ତମେ ମତେ ସତରେ ଭାଇ ତମେ ସତରେ ମତେ ଜାଣି କହୁନ ନା ଜାଣିକିରି କହୁନ ଇଏ ପିଇଛନ୍ତି ବୋଧେ, ଆବୁଲ ତାବୁଲ କଥାବାର୍ତ୍ତା କରୁଛନ୍ତି। ମୋର କାମ ଅଛି, ମୁଁ ଆସୁଛି ବାପା। ଯା ବାପା ଯା। ହଁ ଆଜ୍ଞା ନମସ୍କାର ଏଇ ଯୋଉ ମୁଁ ଭାବୁଥିଲି ଘରେ ଆପଣ ଏକିଟିଆ ପାଗଳ, ଆପଣଙ୍କ ବୋର୍ଡରେ ସବୁ ପାଗଳ ଆଜ୍ଞା ଗୋଟେ 100 ଟଙ୍କା ଅଛି ଦବ ଟିକେ ପ୍ଲିଜ